ଦେଖ ବିଲ ସେଠି କେତେ ଦୂରରେ ଟ୍ରାକ୍ଟର ବୁଲୁଛି ହେଲା। ବହୁତ ଦୂରରେ ଅଛି ଜଣା ପଡୁନି, ପାଣି ଫାଣି ତ ନାହିଁ। ତ ଆଗରୁ କଣ ରଜ ଟାଇମ ହେଲା ବେଳକୁ ବିଲରେ ତଳି ଫଳି ପଡିକି ରୁଆ ଯାଉଥିଲା। ଏବେ ବର୍ତ୍ତମାନ ପାଣି ନାହିଁ ବୋଲି ଦେଖ କେତେ କମ ପାଣି। ଅଧା ମାନେ ଗାଁର 1% ବିଲ ଜାଣ ତଳି ଫଳି ପଡ଼ିଛି। 99% କିଛି ହେଇନି, ପାଣି ତ ନାହିଁ, ବର୍ଷା ହଉନି ଆଉ କଣ ହବ। ଏଇଟା ହଉଛି ଆମ ବାରିର ଦୃଶ୍ୟ। ଦେଖିପାରୁଥିବେ ଏଇଟା ଆମର ଭଣ୍ଡା ଗଛ। ଭଣ୍ଡା ଗଛରେ ଭଣ୍ଡା ହେଇଛି ଛୋଟ ଛୋଟ ଦିଟା। ଆଉ ଏଇଟା ହଉଛି ଆମ ପିଜୁଳି ଗଛ। ଦେଖ ପିଜୁଳି ଗଛ ମୁଁ ଆଣି ଲଗେଇଥିଲି ଛୋଟବେଳେ। ଛୋଟବେଳେ ଲଗେଇଥିଲି କେଡ଼େ କେଡ଼େ ହେଲାଣି ପିଜୁଳି ଦେଖ। ଛୋଟିଆ ହେଇଛି, ଧୀରେ ଧୀରେ ବଢିବ ଆଉ। ବାରମାସୀ ସବୁବେଳେ ଗଛରେ ପିଜୁଳି, ଯେତେବେଳେ ଆସିବ ପିଜୁଳି ହେଲାକି। ଏଇଟା ଆମର ସଜନା ଗଛ ଲାଗିଛି ଆମର। ଭଙ୍ଗା ହେଇଥିଲା, ଗଛ ସବୁ ଉପଟା ହେଇଥିଲା ପୁଣି ଲଗା ହେଇଛି। ପୁଣି ଆଉ ସବୁ ଜିନିଷ ଦେଖଉଛି। ଏଇଟା ହଉଛି ଦେଖନ୍ତୁ, ଏଇଟା ଲାଗିଛି ଆମର କି ଗଛ ଏଇଟା କହନ୍ତି? ଏଇଟା ଛୁଇଁ ଗଛ ବୋଧେ, ଝୁଡଙ୍ଗ ଛୁଇଁ ନା କଣ? ଛୁଇଁ ଯୋଉ ହୁଏ ନା ସେଇ ଗଛ। ଏ ସବୁ ବାଡ଼ ଦିଆ ହେଇଛି। ତା ଉପରୁ ଉପରୁ ସବୁ ଚଢିକି ଯିବ ଆଉ ଗଛରେ ଆଉ। ଆଉ କି ଗଛ, ଏଠି ଗୋଟେ ଗଛ ଲାଗିଛି। ଏଇଟା ବୋଧେ ଆମର କଣ ସେଟା କହନ୍ତି କି ଗଛ? କଣ କହନ୍ତି ଜହ୍ନି ଗଛ, ଜହ୍ନି ଗଛ ବୋଧେ। ଏଟା କଣ ଜହ୍ନି ନା କାକୁଡି? ଜହ୍ନି ଗଛ ଏଇଟା ଲାଗିଛି। ମନେ ପଡୁନି, ଆପଣ କୁହନ୍ତୁ ଏଇଟା କୋଉ ଗଛ? ହେଲାକି। ତାପରେ ଏଠି ଲାଗିଛି ଆମର ଶାଗ ଗଛ ନା କଣ? ଏଇଟା କଣ ବୋଉକୁ ପଚାରିଲି କହିଲା ଏଇଟା ଆମର ମୋ ସ୍କୁଲରେ କଣ ମଞ୍ଜି ବୁଣିଥିଲା, ସେ ସ୍କୁଲର ମଞ୍ଜି ଆଣିକି ଏଇଟା ଲଗା ହେଇଛି। ଏଇଟା କୋଉ ଗଛ ତାକୁ କହିବେ? ମୋ ସ୍କୁଲରେ ବୁଣିଥିଲା ଆମ ଗଭର୍ଣ୍ଣମେଣ୍ଟ ସ୍କୁଲରୁ। ସେଇଠୁ ଆସିକି ଏ ଗଛ ଲଗା ହେଇଛି। ଦେଖ। କୋଉ ଗଛ ମୁଁ ଜାଣିପାରୁନି। ଜାଣିଛ ଭାଇ କମେଣ୍ଟ କର। ଏଇଟା କୋଉ ଗଛ ସବୁ? ତାପରେ ଆମର ଆଉ କଣ ଲାଗିଛି ଦେଖିବା। ଏଇଟା ହଉଛି ଆମର ଇଏ ଗଛ, ଭେଣ୍ଡି ଗଛ ଆଉ ଜାଣିପାରୁଥିବ। ଏଇଟା ହଉଛି ଆମର ଭେଣ୍ଡି ଗଛ ହେଲାକି। ଭେଣ୍ଡି ଗଛ ସବୁ ଲାଗିଛି ଏଠି। ଏଠି କଦଳୀ ଗଛ ଗୋଟେ ଅଛି। ଆଉ କଣ ଗଛ? ହଁ ଏଠି ଅଛି କରରେ। ଏଇ କରେ ସବୁ ଲାଗିଛି ଆମର କଣ ସେଇଟା କହନ୍ତି? ପୋଇ 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 ଗଛ ଲାଗିଛି। ପୋଇ ହବ, ପୋଇ ହେଲେ ଖାଇବା ଛୋଟ ଛୋଟ ହେଇଛି। ଆଉ ଏଠି ସବୁ ଗଛ ଲାଗିଛି। ଏଇଟା ବୋଧେ, ଏଇଟା କି ଗଛ? ଏ ଗଛ ବାଇଗଣ କି? ଏଇଟା କି ଗଛ ବାଇଗଣ? ଜାଣି ହଉନି କୋଉ ଗଛ? ଜାଣିଛ ଭାଇ କୁହ? ସତରେ ମୁଁ ଜାଣିପାରୁନି ଏଇଟା କୋଉ ଗଛ? ବାଇଗଣ ଭଳିଆ ଲାଗୁଛି ତ। ଆଉ କିଛି ଗଛ ଲଗା ହେଇନି। ଏପଟେ ଦେଖିବା କଣ ଲାଗିଛି। ଏବେ ତ ସଜନା ଗଛ ଆମର କେଡେ ବଡଟା ହେଲାଣି। ଏପଟେ ଏଇଟା କାକୁଡି ଗଛ ନା ଜହ୍ନି ସେଇ ଜହ୍ନି ଗଛ ବୋଧେ ସେ। ଏଇଟା ବି ଆମର ପୋତା ହେଇଛି, ଗଛ ହବ। ଏଠି ଗୋଟେ ଗଛ କଣ ଲାଗିଛି? ଏଇଟା କି ଗଛ ଜାଣି ହଉନି। ଏଠି କିଛି ଲାଗିନି ବୋଧେ। ଆଉ ଏଇଟା ଆମର ଆମ୍ବ ଗଛ ଅଛି, ଲଗେଇଥିଲି ଛୋଟବେଳେ। ଆମ୍ବ ବି ହଉଛି। ଏଡେ ବଡଟା ହେଇଗଲାଣି। ଆମ୍ବ ବି ହଉଛି ଏଥିରେ। ଯେହେତୁ ଭାଇ ବାରି ଅଛି ତମର, ବାରି ହେଇକି ତମ ଗଛ ଫଛ ଲଗଉନ। ହଁ ଲାଭ କଣ? ଏସବୁ ମୁଁ ଲଗେଇନି, ବାପା ଲଗେଇଛନ୍ତି, ବାପା ବୋଉ। ମିଶିକି ଲଗେଇଛନ୍ତି ଆଉ ସବୁ ବର୍ଷ ଲଗା ହୁଏ। ଯଦି ବାରି ଅଛି ଆପଣଙ୍କର, ବାରିରେ ଗଛ ଲଗଉନାହାନ୍ତି, ଗାଁରେ ବି ରହୁଛନ୍ତି, ଲାଭ କିଛି ନାହିଁ। ଗଛ ଲଗାଅ, କେତେ କିଣିକି ଖାଇବ କେମିକାଲ ବାଲା। ଏପଟେ ଦେଖନ୍ତୁ ଆମର କଳମ ଶାଗ ଗଛ। ଏ ଶାଗ ମତେ ବଢିଆ ଲାଗେ। କଳମା ଶାଗ ଖାଇବ ଭାଙ୍ଗିକି ଭାଗ କରି, ଗରମ ଗରମ ପଖାଳ ଭାତ ମସ୍ତ। କଳମ ଶାଗ ଗଛ ଲାଗିଛି। ହେଲାକି। ଏପଟେ ଖଡା ଫଡା ଗଛ ସବୁ ଅଛି।
ହେଲା କି କେତେ ଗଛ ଲଗେଇଛି। ଆହୁରି ଏପଟେ ଲାଗିବ ବୋଧେ ଏକର ବାରିରେ ସବୁ ଗୋଟେ ଗୋଟେ ଆମର ପୋଇ ଗଛ ଲଗେଇଦେଲେ ବଢ଼ିଆ ହୁଅନ୍ତା, ମାଡ଼ିଯାଆନ୍ତା ୟା ଦେହରେ କି ଅଲଗା ଗଛ ଦେଖିବା କଣ କହିବା। କେତେ ଗଛ ଲାଗିଛି ଆମର। ପିଜୁଳି ବି ହେଇଛି, ପିଜୁଳିଟା ଲଗା ହେଇଥିଲା ବହୁତ ବର୍ଷ ହେଲାଣି ଆରାମସେ। ତ ଚାଷ କର ଭାଇ, କେତେ ଆଉ କିଣିବ। ବର୍ଷା ଦିନ ଆଇଲା ଗଛ ଏବେ ଲଗେଇଦବ, 2-3 ମାସ ପରେ ଫଳ ଦବ ଅଲଗା ପ୍ରକାର। ମାସେକରେ ତ ହେଇଯିବ ଗଛ ଆଉ, ବୁଝିଲ କି। ଦେଖିବା କେତେ ଦିନ ପରେ। ଆଉ ଫଳ ଗଛ ପୋକ ବି ଖାଇଯାଉଥିଲେ, ବାପା କହୁଥିଲେ। ଦେଖିବା ଗଛ ବଞ୍ଚୁଛି କେତେ କଣ ରହୁଛି ଆପଣଙ୍କୁ ଜଣେଇବି କମେଣ୍ଟରେ। ଆଉ ଭିଡ଼ିଓ ଅପଲୋଡ଼ କରିବା ଗୋଟେ, ଦେଖିବା କେତେ ଦିନ ସେପଟେ କାକୁଡ଼ି ଗଛ ହେଲା କି। ତ ଯାଇ ହବନି କାଦୁଅ ହେଇଛି, ଆଉ ଟିକେ ଦେଖେଇ ଦଉଛି କାକୁଡ଼ି ଗଛ ଇଏ ହେଲା କି। କିଛି ଦିନ ହେଲା ପରେ ଫଳ ହେଲେ ମୁଁ ଆପଣଙ୍କୁ ଦେଖେଇବି ଭିଡ଼ିଓରେ। କେତେ କଣ ଆମର ଫଳ ହେଲା। ଟ୍ରାକ୍ଟର ଚାଲିଛି ସେପଟରେ ସାଉଣ୍ଡ ହଉଛି। ବିଲ ଧାନ ହେଲାଣି, ପାଣି ଟିକେ ଟିକେ ଯଦି ହଉଛି ଏବେ ଲଘୁଚାପ ବର୍ଷାରେ ଧାନ ଫାନ ହଉଛି ଆଉ ଚାଷ ବାସ ଆଉ।